ଶାନ୍ତି, ସନ୍ତୋଷ ଓ ସହିଷ୍ଣୁତା ପ୍ରତ୍ୟେକର ବ୍ୟାବହାରିକ ଉପଯୋଗିତା ରହିଛି। ଶାନ୍ତି ଏକ ସ୍ୱାସ୍ଥ୍ୟକର ଉପାଦାନ। ମନରେ ଶାନ୍ତି ଥିଲେ ପରିବେଶରେ ଶାନ୍ତି ଥିଲା ପରି ଲାଗେ। ମନରେ ଅଶାନ୍ତି ଥିଲେ ଚାରିଆଡେ ବିଷାକ୍ତ ଲାଗେ, ବିରକ୍ତିକର ବୋଧ ହୁଏ। ଏହି ଶାନ୍ତି ନିର୍ଭର କରେ ମନର ସ୍ଥିତି ଉପରେ। ସାଧାରଣତଃ ମନର 3 ସ୍ତର ରହିଛି। ଗୋଟିଏ ହେଉଛି ଇନ୍ଦ୍ରିୟଗତ ମନ, ଯାହା ଇନ୍ଦ୍ରିୟମାନଙ୍କର ଯଥାଯଥ କ୍ରିୟା ଓ ପ୍ରତିକ୍ରିୟାରେ ବାନ୍ଧି ହୋଇ ରହିଥାଏ। ଅହରହ ସୁଖ ଦୁଃଖରେ ବିଭ୍ରମିତ ଓ ବିଚଳିତ ହେଉଥାଏ। ସେ ମନରେ ଶାନ୍ତି ନଥାଏ, ତାହା ଅଶାନ୍ତ ହୋଇ ରହିବାକୁ ବାଧ୍ୟ ହୁଏ। ଆଉ ଗୋଟିଏ ସ୍ତର ହେଉଛି ବୁଦ୍ଧିଗତ ମନର ସ୍ତର, ଯେଉଁରେ କିଛି ସ୍ଥିରତା, ବିଚାର ତଥା ବିବେକ ବୋଧ ଥାଏ। ଟିକିଏ ପ୍ରଶସ୍ତ ଦିଗରୁ ସେ ମନ କିଛି କିଛି କଥାକୁ ବୁଝିପାରେ ଓ ଅନ୍ୟକୁ ବୁଝାଇପାରେ। ଆମେ ଏହି ସ୍ତରକୁ ନୈତିକତାର ସ୍ତର ବୋଲି କହିପାରିବା। ସ୍ଥାନକାଳ ପାତ୍ରର ବିଚାର ରଖି କଥା କହିବା ଏବଂ କାର୍ଯ୍ୟ କରିବାର ବ୍ୟବସ୍ଥା ଏହି ମନରେ ଥାଏ। ଅତଏବ କିଛି ଅଂଶରେ ଶାନ୍ତିର ପ୍ରଭାବ ଏହି ମନ ଉପରେ ଥାଏ। ଆଉ ଗୋଟିଏ ମନ ହେଉଛି ଉଚ୍ଚ ମନ, ଯାହାର ପ୍ରଭାବରେ ମନରେ ଦିବ୍ୟ ଭାବନା ଆସିଥାଏ। ସେବା, ତ୍ୟାଗ, ଦୟା, କ୍ଷମା, ମମତ୍ୱବୋଧ ଓ ଆନ୍ତରିକତା ପ୍ରଭୃତି ଦିବ୍ୟ ଭାବର ପ୍ରଭାବ ଏହି ମନରେ ଥାଏ। ଉଚ୍ଚ ମନରେ ଅଧିକ ଶାନ୍ତି ଥାଏ, କାରଣ ଏଥିରେ ମାରିନେବାର, ଝାମ୍ପି ନେବାର ମନୋବୃତ୍ତି ନଥାଏ, ବରଂ ଥାଏ ଦେଇଦେବାର ମନୋଭାବ। ନିଃସ୍ୱାର୍ଥପର ଭାବରେ ଅନ୍ୟ ପାଇଁ, ଜାତି ପାଇଁ, ଦେଶ ପାଇଁ ତଥା ସମଗ୍ର ବିଶ୍ୱ ପାଇଁ କିଛି ଦେଇଦେବାର ମାନସିକତା ଏଥିରେ ଥାଏ। ତେନ ତ୍ୟକ୍ତେନ ଭୁଞ୍ଜିଥା, ଏହାର ମହତ୍ୱ ଓ ସ୍ୱାଦ। ଉଚ୍ଚ ମନରେ ବିଶ୍ୱ ଜୀବନରୁ ଅମୃତ ମିଳେ। ଏ ମନ ହେଉଛି ମହୁମାଛିର ମନ। ଯିଏ ମହୁ ସଂଗ୍ରହ କରେ, ମଇଳା ନୁହେଁ। ଯିଏ ସୌନ୍ଦର୍ଯ୍ୟକୁ ଅନୁଭବ କରେ, କଦର୍ଯ୍ୟକୁ ନୁହେଁ। ଶାନ୍ତି କେବଳ ମଣିଷ ମନ ପାଇଁ ଉଦ୍ଦିଷ୍ଟ ନୁହେଁ, ପରିବେଶ ପାଇଁ ମଧ୍ୟ ଅଭିପ୍ରେତ। ଦିଗ ଦିଗନ୍ତରେ ଶାନ୍ତି, ଜଳରେ ଶାନ୍ତି, ଆକାଶରେ ଶାନ୍ତି, ବୃକ୍ଷଲତାରେ ଶାନ୍ତି ତଥା ସର୍ବତ୍ର ଶାନ୍ତିର ଆସ୍ଥାନ ପ୍ରତିଷ୍ଠିତ ହେଉ, ଏହି ଇଚ୍ଛା ଆର୍ଯ୍ୟ ଋଷି କରିଛନ୍ତି। ସନ୍ତୋଷ ଏକ ଅନୁଭବ, ଯାହା ଜୀବନକୁ ମୂଲ୍ୟ ଦିଏ, ଜୀବନକୁ ସାର୍ଥକ କରେ। ଏହାକୁ ଅନ୍ୟ ପ୍ରକାରେ ଆତ୍ମସନ୍ତୋଷ ବୋଲି ଆମେ କହିପାରିବା। ସମସ୍ତଙ୍କ ଭାଗ୍ୟରେ ସନ୍ତୋଷ ଭାବକୁ ବୁଝିବାର ସୁଯୋଗ ନଥାଏ। ଏହା ଧନ, ଜନ, ଯଶ, ଗୌରବ, ପ୍ରତିପତ୍ତି, କ୍ଷମତାର ପରିମାଣ ଉପରେ ନିର୍ଭର କରେ ନାହିଁ। ନିର୍ଭର କରେ ଏହିସବୁର ଯଥାଯଥ ବ୍ୟବହାର ଉପରେ। ସର୍ବୋପରି ଏସବୁର ପ୍ରଭୁ ହେବା ଦ୍ୱାରା ଆତ୍ମସନ୍ତୋଷ ମିଳେ। ଯାହା ଯାହା ମିଳିଛି ଓ ମିଳୁଛି, ତହିଁରେ ଖୁସି ହୋଇ ରହିବା ହେଉଛି ଆତ୍ମସନ୍ତୋଷର ମୂଳ କଥା। ଯାହା ମିଳିନାହିଁ ଓ ମିଳୁନାହିଁ, ସେଥିପାଇଁ ହାଁ ହାଁ ହେବା ଅସନ୍ତୋଷର ମୂଳ କଥା। ଅସନ୍ତୋଷ ଭାବ ଥରେ ମନକୁ ଆସିଗଲେ ତାହା ଆଉ ସହଜରେ ଯାଏ ନାହିଁ। ଯାହା ମିଳିନାହିଁ ବା ମିଳୁନାହିଁ, ତାହା ଯେ ଆମ ପାଇଁ ପ୍ରକୃତ ଦରକାର କି ନାହିଁ, ଆମେ ତାହା ନ ଜାଣି ହାଁ ହାଁ ହେବା, ନିଜକୁ ହତଭାଗ୍ୟ ମନେ କରିବା, କେତେ ହାସ୍ୟାସ୍ପଦ କଥା ସତେ! ତାହା ଭାଷାରେ ବୁଝାଇ କହିହେବ ନାହିଁ। ମିଳିନାହିଁ ଯାହା, ତାହାର ତାଲିକା ପାଇଁ ଆମ ପାଖରେ ବହୁତ ସମୟ ଅଛି। ମାତ୍ର ଯାହା ମିଳିଛି, ତାହାର ତାଲିକା କରିବା ପାଇଁ ଆମ ପାଖରେ ଆଦୌ ସମୟ ନାହିଁ। ସହିଷ୍ଣୁତା ଏକ ବାସ୍ତବତା, ଜୀବନକୁ ବୁଝିବାର ଏକ ମାର୍ଜିତ ବ୍ୟବସ୍ଥା। ଆଜିକାଲି ଅସହିଷ୍ଣୁତାର ଅଖଣ୍ଡ ରାଜତ୍ୱ। କଥା କଥାକେ କଳି, କ୍ରୋଧ, ଆକ୍ରମଣ ଇତ୍ୟାଦି ଇତ୍ୟାଦି। କଥାକୁ ଅକଥା କରେ ଅସହିଷ୍ଣୁତା, କ୍ରୋଧରେ ଏହା ପ୍ରକାଶିତ ହୁଏ। କ୍ରୋଧର କରାମତି ପ୍ରବଳ, ଯାହା ଅକଥା କୁହାଏ, ଅକାର୍ଯ୍ୟ କରାଏ, ପରିବେଶକୁ ଅସଜଡ଼ା କରେ, ଯାହାକୁ ସଜାଡ଼ି ହୁଏ ନାହିଁ। କ୍ରୋଧ ଅନ୍ୟର ଯେତେ କ୍ଷତି ଘଟାଏ, ନିଜର ତାହାଠାରୁ ଅଧିକ କ୍ଷତି ଘଟାଏ। କ୍ରୋଧ ଦେହକୁ ଥରାଏ, ପ୍ରାଣକୁ ଆଲୋଡ଼ିତ କରେ, ମନକୁ ବିଭ୍ରମିତ କରେ। ମନେ ପଡ଼େ ପୁରାଣର ସେ କାହାଣୀ, ଯହିଁରେ କ୍ରୋଧ ଯୋଗୁଁ ଦୁର୍ବାସା ଋଷି କିପରି ବିଚଳିତ ଓ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। କଥାଟି ଏହିପରି ଯେ, ରାଜା ଅମ୍ବରୀଶଙ୍କ ଦରବାରକୁ ଋଷି ଆସି ଦ୍ୱାଦଶୀ ପାରଣା କରିବେ ବୋଲି କହନ୍ତେ, ରାଜା କଥାଟିକୁ ଅତ୍ୟନ୍ତ ଆନନ୍ଦରେ ଗ୍ରହଣ କଲେ। ଋଷି ତାଙ୍କ ଶିଷ୍ୟମାନଙ୍କ ସହ ସ୍ନାନ କରିବାକୁ ଗଲେ। ଋଷିଙ୍କର ବିଳମ୍ବ ଦେଖି ରାଜା ଦ୍ୱାଦଶୀ ତିଥି ସରିଯିବା ଭୟରେ ଜଳ ଟିକିଏ ଗ୍ରହଣ କରି ଋଷିଙ୍କ ଆସିବା ବାଟକୁ ଚାହିଁଲେ। ଋଷି ବିଳମ୍ବରେ ଆସିଲେ ଓ ରାଜା ତାଙ୍କୁ ଅପେକ୍ଷା ନ କରି କାହିଁକି ଜଳ ଗ୍ରହଣ କଲେ ବୋଲି କ୍ରୋଧରେ ଜର୍ଜରିତ ହୋଇ ରାଜାଙ୍କୁ ଅଭିଶାପ ଦିଅନ୍ତେ, ରାଜା ବିଚଳିତ ହୋଇ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ। ପ୍ରାର୍ଥନାର ଉତ୍ତର ସ୍ୱରୂପ ବିଷ୍ଣୁଙ୍କର ସୁଦର୍ଶନ ଚକ୍ର ଦୁର୍ବାସାଙ୍କ ପଛେ ପଛେ ଧାଇଁବାକୁ ଲାଗିଲା। ଅସହାୟ ହୋଇ ଦୁର୍ବାସା ଶେଷରେ ବିଷ୍ଣୁଙ୍କ ନିର୍ଦ୍ଦେଶରେ ଭକ୍ତ ଅମ୍ବରୀଶଙ୍କୁ କ୍ଷମା ଭିକ୍ଷା କଲେ। ନିଜର କ୍ରୋଧର ପରିଣାମକୁ ସେ ବୁଝି ପାରିଲେ। ବାସ୍ତବରେ ଅହଙ୍କାର ହିଁ ଅଶାନ୍ତି, ଅସନ୍ତୋଷ ଓ ଅସହିଷ୍ଣୁତାର ମୂଳ କାରଣ। ଏହି ଅହଙ୍କାରର ଦୂର ହେଲେ ଯଥାର୍ଥ ଶାନ୍ତି, ସନ୍ତୋଷ ଓ ସହିଷ୍ଣୁତାର ଭାବ ମନରେ ଆସିବ, ଏଥିରେ ସନ୍ଦେହର ଅବକାଶ ନାହିଁ।